ସେପଟେ ବ୍ରହ୍ମପୁର ଘଟଣାରେ ସରକାରଙ୍କୁ ନିଶାନା କରିଛନ୍ତି ନବୀନ ପଟ୍ଟନାୟକ। ଘଟଣା ଓଡ଼ିଶାବାସୀଙ୍କୁ ଆତଙ୍କିତ ଏବଂ ବିଚଳିତ କରିଛି। ବିଜେପି ସରକାର ଓଡ଼ିଶାକୁ ଅପରାଧୀଙ୍କୁ ଟେକି ଦେଇଛି। ଅପରାଧୀଙ୍କୁ ସୁରକ୍ଷା ଦେବା ସରକାର ଛାଡ଼ନ୍ତୁ ଏକଥା କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ। ଓଡ଼ିଶା ଆଉ କେତେ ଲଜ୍ଜିତ ହେବ? ନବୀନଙ୍କ ଅଭିଯୋଗରେ ସରୋଜ ପାଢ଼ୀଙ୍କର କଡ଼ା ଜବାବ ବି ସାମ୍ନାକୁ ଆସିଛି ଯେ 25 ବର୍ଷ କଥା ଭୁଲି ଯାଉଛନ୍ତି କି ନବୀନ ବାବୁ। ଅପରାଧୀଙ୍କୁ ପୋଷି ରଖିଥିଲେ ନବୀନ। ଏ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ସରୋଜ ପାଢ଼ୀ। ଏଇଟା କାଲି ଯୋଉଟା ହେଇଛି ତାଙ୍କର ଏଇଟା ବ୍ୟକ୍ତିଗତ ଶତ୍ରୁତା ତା ଆଗରୁ ହେଇଥିଲା ଆଉ ଥରେ ହେଇଛି। ଅସୁବିଧାଟା କଣ, ଗଞ୍ଜାମ ଜିଲ୍ଲା ହଉଛି ଗୋଟେ ଶାନ୍ତିପ୍ରିୟ ଜିଲ୍ଲା, ଏସବୁ ନଥିଲା ସେଠି। କିନ୍ତୁ ଏଇ ଯୋଉ 25 ବର୍ଷ ଶାସନରେ ଏମାନେ ଗଞ୍ଜାମ ଜିଲ୍ଲାଟାକୁ ଗୁଣ୍ଡାମାନଙ୍କୁ ପୋଷିକିରି ଏତେ ବଢେଇ ଦେଲେ ଯେ 25 ବର୍ଷରେ ଯୋଉ ନାଟକ ଚାଲିଛି ତାକୁ ସଜାଡିବାକୁ ଆମକୁ ଟିକେ ସମୟ ଲାଗୁଛି। ଏବେ ହେଇଗଲାଣି, କଣ୍ଟ୍ରୋଲ କରୁଛୁ, କିନ୍ତୁ ଆଉ ଟିକେ ସମୟ ଲାଗିବ। ଏବେ ଏନକାଉଣ୍ଟର କରାହେଇଛି, ଗୋଟେ ମେସେଜ ଦିଆହେଇଛି ଯେ ଯିଏ ସବୁ କରିବ ଗୁଣ୍ଡାଗିରି କି ଦାଦାଗିରି କି ଯିଏ ଓହ୍ଲେଇବ ଏନକାଉଣ୍ଟର ହବ। ନବୀନ ପଟ୍ଟନାୟକର କଥାରେ କିଏ ଅଛି, କିଏ ଶୁଣୁଛି ତା ଟ୍ୱିଟକୁ? କେବେ ଥିଲା ଚିଠିରେ ଲେଖୁଥିଲା, କେବେ କଣ କରୁଥିଲା। 24 ବର୍ଷ ଶାସନ ରହିଲା, କିନ୍ତୁ ଦିନେ ବିଧାନସଭାକୁ ଗଲେନି। ସେକ୍ରେଟେରିଏଟକୁ ମାସକୁ ଥରେ ଯିବେ। କୌଣସି କଥା ସେ ବୁଝୁନଥିଲେ। ସରକାରଟାକୁ ଗୋଟେ ଲିଜରେ କାହାକୁ ହେଲେ ଦେଇ ଦଉଥିଲେ, ସେମାନେ ବୁଝୁଥିଲେ। ଆଉ ଇଏ ଟ୍ୱିଟ୍ କରିବ, ଇଏ କରିବ, ଏଗୁଡାକ ଏବେ ଯୋଉ ତାକୁ ବୁଦ୍ଧି ଆସିଲା ଏବେ ତମେ ଦେଖୁଥିବ ସବୁ ଏମଏଲଏ ମାନଙ୍କ ସାଙ୍ଗରେ ସେ କଥା ହଉଛନ୍ତି। ଏମଏଲଏ ମାନଙ୍କ ସାଙ୍ଗରେ କଥା ହଉଛନ୍ତି। ଏମଏଲଏ ମାନଙ୍କ ସାଙ୍ଗରେ କଥା ହେଲେ ମନ୍ତ୍ରୀ ମାନଙ୍କ ସାଙ୍ଗରେ ମଧ୍ୟ କଥା ହଉଥିଲେ। ସେ କେବେ କୋଉ ମନ୍ତ୍ରୀ କି ଚିହ୍ନୁଥିଲା? କୋଉ ଏମଏଲଏ କୁ ସେ ଚିହ୍ନିଥିଲା? ଯିଏ ମର୍ଡର କଲା, କିଏ କୋଉଠି ରେପ୍ କଲା, କିଏ କୋଉଠି ଡକାୟତି କଲା, କିଏ କୋଉଠି ଗୁଣ୍ଡାଗିରି କଲା, ସମସ୍ତଙ୍କର ଆଶ୍ରୟଦାତା ଥିଲା ବିଜୁ ଜନତା ଦଳ। ଏକ୍ସନ ହଉନଥିଲା, କିଏ କାହାକୁ ମାରିଲେ ମଧ୍ୟ ନୋ ଏକ୍ସନ, କିଛି ନାହିଁ। କିନ୍ତୁ ଏବେ ଏକ୍ସନ ଦେଖୁଛନ୍ତି ନା, ଆଜି କିଛି ଗୋଟେ ଘଟଣା ଘଟୁଛି ସାଙ୍ଗେ ସାଙ୍ଗେ ତା ଉପରେ ଏକ୍ସନ ପୋଲିସ ନେଉଛି। ଏମିତି ଆକ୍ସନ ନଉଛି, ଗୋଟେ 24 ଘଣ୍ଟା 48 ମିନିଟ ଭିତରେ ଲୋକ ବି ଧରା ପଡୁଛନ୍ତି, ଗୁଣ୍ଡାମାନଙ୍କୁ ମଧ୍ୟ ଧରା ପଡୁଛି।